ଧ୍ୟାନ ଓ ପ୍ରାର୍ଥନା ମାର୍ଚ୍ଚ 24, 1914। କାଲି ମୁଁ ଯେଉଁ ସବୁ ଚିନ୍ତା କରିଛି ତାହାର ସିଦ୍ଧାନ୍ତ ହେଲା ଏହି ଯେ ମୁଁ ଯେଉଁ ଏକମାତ୍ର ବାଧା ଅନୁଭବ କରେ ତାହା ଆସେ ଗୋଟେ ଭୟରୁ। ସେହି ଭୟ ହେଲା ହୁଏତ ମୁଁ ତୋର ଦିବ୍ୟ ବିଧାନ ସଙ୍ଗେ ଏକୀଭୂତ ହୋଇପାରି ନାହିଁ ଅଥବା ପୂର୍ଣ୍ଣ ରୂପେ ଏକୀଭୂତ ହୋଇପାରେ ନାହିଁ। ଆଉ ବାସ୍ତବରେ ଏହି ବାଧା ବିପତ୍ତି ଆସେ ଠିକ୍ ଏହି କାରଣରୁ ଯେ ଏକତ୍ୱ ପରିପୂର୍ଣ୍ଣ ହୋଇନାହିଁ। ଯଦି ଏହା ପୂର୍ଣ୍ଣ ହୋଇଥାନ୍ତି ତେବେ ଏହା ପୂର୍ଣ୍ଣ ହୋଇଛି କି ନାହିଁ ଏହି ପ୍ରଶ୍ନ ମୁଁ ନିଜକୁ ପଚାରି ପାରିନଥାନ୍ତି ଏବଂ ଅନ୍ୟ ପକ୍ଷରେ ମୁଁ ନିଜ ଅନୁଭୂତିରୁ ଜାଣେ ଯେ ସେହି ଅବସ୍ଥାରେ କୌଣସି ବାଧା ବିପତ୍ତି ଆସିବା ଏକବାରେ ସମ୍ଭବ ନୁହେଁ। କିନ୍ତୁ ଆମ୍ଭେମାନେ ଯେବେ ଗୋଟାଏ ଭୁଲ କରୁ ବା ଗୋଟାଏ ମିଥ୍ୟା ପଦକ୍ଷେପ ଗ୍ରହଣ କରୁ ସେତେବେଳେ ଆମମାନଙ୍କର ଯେଉଁ ଯଥାର୍ଥ ଚିନ୍ତା କରିବା ଉଚିତ ତାହା ନକରି ନିଜକୁ ଏପରି କହିବା ଉଚିତ ନୁହେଁ, ମୋର ଆହୁରି ଭଲ ଭାବରେ କରିବା ଉଚିତ ଥିଲା, ଏହି କାର୍ଯ୍ୟଟି ନକରି ସେହି କାର୍ଯ୍ୟଟି କରିବା ଉଚିତ ଥିଲା। ବରଂ ଏହା କହିବା ଉଚିତ ଶାଶ୍ୱତ ଚେତନା ସଙ୍ଗେ ମୋର ପର୍ଯ୍ୟାପ୍ତ ଏକତ୍ୱ ହୋଇନଥିଲା। ଏହି ଚରମ ଓ ପୂର୍ଣ୍ଣ ମିଳନ ସାଧନ କରିବା ସକାଶେ ମୁଁ ଆହୁରି ବେଶୀ ଚେଷ୍ଟା କରିବି। ଗତକାଲି ଉପରବେଳା ମୁଁ ନୀରବରେ ଦୀର୍ଘକାଳ ଧରି ଧ୍ୟାନମଗ୍ନ ଥିଲି। ସେତେବେଳେ ଶେଷରେ ବୁଝିପାରିଲି ଯେଉଁ ବସ୍ତୁ ସମ୍ବନ୍ଧରେ ଚିନ୍ତା କରୁଛି ତାହା ସଙ୍ଗେ ଯଥାର୍ଥ ଏକତ୍ୱର ଅର୍ଥ କ'ଣ? ଏହି ଯେଉଁ ଉପଲବ୍ଧିର ସ୍ପର୍ଶ ମୁଁ ପାଇଛି ତାହା କେବଳ ଚିନ୍ତାର ଏକାଗ୍ରତା ଏବଂ ପୂର୍ଣ୍ଣ ସଂଯମ ଦ୍ୱାରା କୌଣସି ନୈତିକ ଅବସ୍ଥା ଲାଭ କରି ନୁହେଁ। ମୁଁ ବୁଝିପାରିଲି ଯେ ଏହି ଉପଲବ୍ଧି ପୂର୍ଣ୍ଣତା ଲାଭ କରିବାକୁ ହେଲେ ଦୀର୍ଘ ଏବଂ ଖୁବ୍ ଦୀର୍ଘ ସମୟ ଧରି ଧ୍ୟାନ କରିବା ମୋର ଆବଶ୍ୟକ। ହେ ପ୍ରଭୁ, ଏହା ହିଁ ମୋର ଅନ୍ୟତମ ଲକ୍ଷ୍ୟ। ମୁଁ ଆଶା କରୁଛି ମୋର ଭାରତ ଯାତ୍ରାରେ ଏହା ମୁଁ ଲାଭ କରିବି। ଅବଶ୍ୟ ଏହା ଯଦି ତୋର ସକାଶେ ତୁ ପ୍ରୟୋଜନ ବୋଲି ମନେ କରୁ, ମୋର ଅଗ୍ରଗତି ମନ୍ଥର, ଖୁବ୍ ମନ୍ଥର। ତଥାପି ଆଶା କରୁଛି ଏହାର କ୍ଷତିପୂରଣ ସ୍ୱରୂପ ତାହା ହେବ ସ୍ଥାୟୀ ଏବଂ ସକଳ ଉତ୍ଥାନ ପତନର ଊର୍ଦ୍ଧ୍ୱରେ। ହେ ପ୍ରଭୁ, ଏହା ହିଁ କର। ମୁଁ ଯେପରି ମୋ ଜୀବନ ବ୍ରତ ଉଦ୍ଯାପନ କରିପାରେ ତୋର ସର୍ବାଙ୍ଗୀନ ଅଭିବ୍ୟକ୍ତିରେ ସହାୟକ ହୋଇପାରେ। ମା।